ଓକିଲ ସଂଘ ଦ୍ୱାରା ମଧୁବାବୁଙ୍କ ପୂର୍ଣ୍ଣବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 179ତମ ପୁଣ୍ୟ ଜନ୍ମଜୟନ୍ତୀ ତିଥିରେ ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କୋର୍ଟ ପରିସରରେ ଓଡ଼ିଶା ସଂସ୍କୃତି ବିଭାଗ ଦ୍ୱାରା ମଧୁ ବାରିଷ୍ଟରଙ୍କ ପୂର୍ଣ୍ଣବୟବ 10 ଫୁଟ ଉଚ୍ଚ ବ୍ରୋଞ୍ଜ ମୂର୍ତ୍ତିକୁ ବରିଷ୍ଠ ଆଇନଜୀବୀ ସତ୍ୟସୁନ୍ଦର ଦାସ ଅନାବରଣ କରିଥିଲେ। ପ୍ରାକ୍ତନ ଓକିଲ ସଂଘ ସଭାପତି ଅନିଲ କୁମାର ପରିଡ଼ା ସୁଉଚ୍ଚ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବରପୁତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ବାର ହଲ୍ରେ ଆୟୋଜିତ ସଭାରେ ଓକିଲ ସଂଘର ସଭାପତି କୁଞ୍ଜବିହାରୀ ଦାସ ମଞ୍ଚ ପରିଚାଳନା କରି ମଧୁବାବୁଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇନଜୀବୀ ଚିନ୍ମୟ ଦାସ, ଜିତାଂଶୁ ନନ୍ଦୀ, ସତ୍ୟସୁନ୍ଦର ଦାସ, ସୁନୀଲ କୁମାର ଜେନା, ମଦନ ମୋହନ ରାଉଳ ପ୍ରମୁଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନ ଆଦର୍ଶ, ତ୍ୟାଗ, ନିଷ୍ଠା, ସ୍ୱାଭିମାନ ଏବଂ ସାଲିସବିହୀନ ବ୍ୟକ୍ତିତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଥମ ଲୋକଙ୍କୁ ଆଇନଗତ ସେବା ପ୍ରଦାନ, ମହିଳା ଅଧିକାରୀ, ଭାଷା, ସାହିତ୍ୟ, ସଂସ୍କୃତି ସମୃଦ୍ଧି ଦିଗରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତ ପ୍ରକାଶ ପାଇଥିଲା। ସଭାରେ ମୃତ୍ତିକାର ଜୟନ୍ତ ଦାସଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ମହୁର ଯୋଗ ଦେଇଥିବା ବେଳେ ସମ୍ପାଦକ ରାଜେଶ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମୁଁ କୁଞ୍ଜବିହାରୀ ଦାସ, ସଭାପତି ଜଳେଶ୍ୱର ଓକିଲ ସଂଘ। ଆଜି ହେଉଛି ପବିତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମତିଥି। ଆମେ ତାକୁ ଆଇନଜୀବୀ ଦିବସ ହିସାବରେ ଆମେ ପାଳନ କରୁଛୁ। ମାନ୍ୟବର ହାଇକୋର୍ଟଙ୍କର ନିର୍ଦ୍ଦେଶ ଅନୁସାରେ ଏବଂ ଷ୍ଟେଟ୍ ବାର୍ କାଉନସିଲ୍ ନିର୍ଦ୍ଦେଶ ଅନୁସାରେ ଆଜି ଆମର ମଧୁବାବୁ ଜୟନ୍ତୀ ବା ଆଇନଜୀବୀ ଦିବସ ହିସାବରେ ଆମେ ପାଳନ କରୁଛୁ। ମଧୁବାବୁ ଜଣେ ସ୍ୱାଭିମାନୀ ପୁରୁଷ ଥିଲେ, ସେଥିପାଇଁ ସେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଆମ ଓକିଲ ସମାଜ ଆଜି ତିଷ୍ଠି ରହିଛି। ସିଏ ଜଣେ ଏମିତି ଏକ ବ୍ୟକ୍ତିତ୍ୱ ଥିଲେ ଯେ ଆଜି ଯେତେବେଳେ ସରକାରମାନେ 30% ରିଜର୍ଭେସନ୍ ପାଇଁ ଚିନ୍ତା କରୁଛନ୍ତି, ମାତ୍ର ସିଏ ସେତେବେଳେ ଓକିଲମାନେ କେମିତି ମହିଳା ଆଇନଜୀବୀମାନେ କେମିତି ଆସିବେ ଆଇନ ବ୍ୟବସାୟକୁ, ସେଥିପାଇଁ ସିଏ ଚିନ୍ତା କରିଥିଲେ ଏବଂ ସେତେବେଳେ ସିଏ ମଧ୍ୟ ସେଇଟା ଇମ୍ପ୍ଲିମେଣ୍ଟ କରିଥିଲେ। ଏବଂ ସେପରି ଏକ ସ୍ୱାଭିମାନ ପୁରୁଷଙ୍କର ଆମେ ଜନ୍ମତିଥି ପାଳନ କରିଥିବାରୁ ଆମେ ବହୁତ ଗର୍ବିତ ଏବଂ ଆନନ୍ଦିତ। ଆଜି ମଧ୍ୟ ଜଳେଶ୍ୱର ବାର୍ ଆସୋସିଏସନ୍ ତରଫରୁ ଆମର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପୂର୍ଣ୍ଣାଙ୍ଗ ବ୍ରୋଞ୍ଜ ପ୍ରତିମୂର୍ତ୍ତି ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏଥିରେ ଜଳେଶ୍ୱର ବାର୍ ଆସୋସିଏସନ୍ର ବହୁତ ଦିନର ଦାବି ଥିଲା, ଆଜି ତା ପୂରଣ ହୋଇଛି। ବାଲେଶ୍ୱରରୁ ସ୍ପେଶାଲ ରିପୋର୍ଟର ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।